ସତରେ ଆମେ ସବୁବେଳେ କିଛି ନ ବୁଝି ନ ସୁଝି ଆମ ଭାଗ୍ୟକୁ ହିଁ ଦୋଷ ଦେଇଥାଉ। ପ୍ରକୃତରେ ଭଗବାନ ଯାହା ବି କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଆଉ ଏଇଟା ମୁଁ ଆଜି ନିଜେ ଅଙ୍ଗେ ଲିଭାଉଛି। ଦେଖନ୍ତୁ, ମୁଁ ଏଇ ଯେଉଁ ବର୍ଷାରେ ଯାଉଛି ଆଉ ପୁରା ସୁନସାନ ନିଛାଟିଆ ରାସ୍ତା। ଥରେ ଭାବନ୍ତୁ, ଯଦି ଏଇ ଅବସ୍ଥାରେ ମୋ ଗାଡ଼ିଟି ଖରାପ ହୋଇଥାନ୍ତା କି କିଛି ବି ହେଇଥାନ୍ତା, କ'ଣ ହେଇଥାନ୍ତା? ମୁଁ ଏଠି ମାନେ କାହାକୁ ବା ସାହାଯ୍ୟ ମାଗିଥାନ୍ତି। ମାନେ ବର୍ଷା ବି ଦେଖିପାରୁଥିବେ କେତେ ଜୋର ବର୍ଷା ହେଉଛି, ନିଛାଟିଆ ରାସ୍ତା ପୁରା ସୁନସାନ, କେହି କୁଆଡ଼େ ନାହାନ୍ତି, ପୁରା ସବୁଆଡ଼େ ଅନ୍ଧାର। ଆଉ ମୁଁ ଗାଡ଼ିଟାକୁ ଚଲେଇକି ଯାଉଛି। ଆପଣ ସମୟ ବି ଆପଣଙ୍କୁ ଦେଖେଇଦେବି, ପାଖାପାଖି 9ଟା ହେବ। କେହି କୁଆଡ଼େ ନାହାନ୍ତି, ବର୍ଷା ଗାଜୁଛି। ଆଉ ମୁଁ ଆପଣଙ୍କୁ ଏଥିପାଇଁ ଏଇ ଜିନିଷର ଭିଡ଼ିଓ ଦେଖାଉଛି କି ଆପଣ ବିଶ୍ୱାସ କରିବେନି। ଆଜି ଦିନମାନ ମୋ ସାଙ୍ଗରେ ଏମିତି ଘଟିଲା କି ମୁଁ ଭାବିଲି ଯେ ମୋ ଭାଗ୍ୟଟା ବହୁତ ଖରାପ। ଆଜି କାହା ମୁହଁ ଚାହିଁଥିଲି କେଜାଣି ସକାଳୁ ମୋ ଭାଗ୍ୟଟା ପୁରା ଖରାପ, ମୋ ସାଙ୍ଗରେ ଆଜି ଖରାପ ହିଁ ଘଟୁଛି, ଯେଉଁଟାକି ମୁଁ ଦିନ ସାରା ଭାବିଲି। କିନ୍ତୁ ରାତିରେ ଏଇ ଫେରିଲା ବେଳେ ମୁଁ ଭାବୁଛି ନା, ପ୍ରକୃତରେ ଭଗବାନ ଯାହା ବି କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଆଜି ମୁଁ ଖରାବେଳେ ଘରକୁ ଆସୁଥିଲି ଖାଇବା ପାଇଁ। ସେଇ ଟାଇମ୍ରେ କ'ଣ ହେଲା ନା, ଇଏ ମୋର ଓଲା ଗାଡ଼ି, ଓଲା S1 Pro, ଯେଉଁଥିରେ କି ମୁଁ ଦିନବେଳା ଆସିଲା ବେଳେ ମୋର ପ୍ରେସର ନଥିଲା, ମାତ୍ର 7ରୁ 8 ପଏଣ୍ଟ ପ୍ରେସର ଥିଲା, ଯେଉଁଟାକି ମୁଁ ଖସିକି ପଡ଼ିଥାନ୍ତି। ତାପରେ ମୁଁ ପ୍ରେସର ଦେଇକି ଆସିଲି, ସେ ଗୋଟିଏ ପ୍ରୋବ୍ଲେମରୁ ମୁଁ ବର୍ତ୍ତିଗଲି। ପ୍ରେସର ଦେଇକି ଆସିଲି ତ ମୋ ଚକାରେ ଗୋଟେ ମାନେ ଯେଉଁ ନଟ୍ ବୋଲ୍ଟ ପୁରା ଭିଡ଼ା ହେଇଥାଏ, ଯେଉଁଟାକି ମାନେ ବ୍ୟାକ୍ ମାନେ ପଛ ଚକାକୁ ଯେଉଁଟା ସପୋର୍ଟ କରେ, ସେଇ ମାନେ ଚକାର ସ୍କ୍ରୁ ଯେଉଁଟାକି ପୁରା ନଟ୍ ବୋଲ୍ଟ ପୁରା ବାହାରିଗଲା, ଯାହାକି ମୁଁ ବହୁତ କଷ୍ଟରେ ଦିନ ଥିଲା ବୋଲି ଗ୍ୟାରେଜକୁ ନେଇକି ଗଲି ଆଉ ରିପେୟାର କରିକି ମୁଁ ଆଣିପାରିଲି। ଯଦି ଭାବନ୍ତୁ, ଏଇ ଯେଉଁ ନିଛାଟିଆ ରାସ୍ତା, ସୁନସାନ ରାସ୍ତାରେ ମୋର ଯଦି ଖରାପ ହେଇଥାନ୍ତା, କ'ଣ କରିଥାନ୍ତି, କାହାକୁ ହେଲ୍ପ ମାଗିଥାନ୍ତି? ତେଣୁ କେବେ ବି ଭାଗ୍ୟକୁ ଦୋଷ ଦେବେନି। ଭଗବାନ ଯାହା ବି କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଆଉ ଦେଖନ୍ତୁ, ଥରେ ଭାବନ୍ତୁ, ଯଦି ଏଇ ରାସ୍ତାରେ ମୋର ଖରାପ ହେଇଥାନ୍ତା, ମୁଁ କାହାକୁ ସାହାଯ୍ୟ ମାଗିଥାନ୍ତି? ଆଉ ଏ ସୁନସାନ ରାସ୍ତାକୁ ମୋ ପରିସ୍ଥିତି ପୁରା ଜଟିଳ, କାରଣ ଏଇ 20 ଦିନ ତଳେ ଜୁନ୍ 1 ତାରିଖରେ ମୁଁ ପଡ଼ିଗଲି, ଯେଉଁଟାକି ଟାଇଲ୍ରେ ମୋ ଗୋଡ଼ ପୁରା ଚିରି ହେଇଗଲା ଆଉ ମାଂସ ଟିକେ ହାଡ଼ ଦେଖାଗଲା, ଯେଉଁଟାକି ପାଖାପାଖି 12ରୁ 13ଟା ଷ୍ଟିଚ୍ ପଡ଼ିଛି। 6ଟି ଷ୍ଟିଚ୍ ଖୋଲା ହେଇଯାଇଛି, ଆହୁରି 6ଟି ଷ୍ଟିଚ୍ ଅଛି। ମୁଁ ତାକୁ ମାନେ ଗଜ୍ କନା ଗୁଡ଼ା ହେଇଛି, ଡ୍ରେସିଂ ହେଇଛି, ମାନେ କେତେ ଛୋଟେ ଛୋଟେ ବି ଚାଲୁଛି। ମାନେ ଭାବନ୍ତୁ, ଯଦି ଏଇ ବର୍ଷା ରାତିରେ ମାନେ ଗାଡ଼ି ପଙ୍କଚର ହେଇଥାନ୍ତା କି ଅଲଗା କିଛି ପ୍ରୋବ୍ଲେମ୍ ଡିଫେକ୍ଟ ଦେଖେଇଥାନ୍ତା, କ'ଣ କରିଥାନ୍ତି?